हेलो हाय नमस्कार मु प्रभात त्रिपाठी पुणी थे आपण मान पाखु पुणी गोटे नुआ ब्लॉग नहीं तो आज ये है 3टा मो भाई मैंने सब पळाइले तो काली जो ब्लॉग करथुलो हमें तो एबे पूरा करिया को टाइम आसीला ब्लॉग ब्लॉग तो चलो आम ए जाऊँ एखना पुओ घर को तो पुओ घर कोठी रे अरे निजे आगे जाने मत हसिले कौन हम चिंता मनुष्य के चके छेणे तार तमे निजे जानी पड़न आना देबू कौन खाई आज रेडी मु चिकेन को भात खाई देकी पळै आछि तरतर रे तो एबे जिबा आमे कौन कल काम करिबा तापर बाहर जा सालेपुर ना कौन कहजो भाई ने रसगोल्ला खाया दिया चलो आमे आसी पुओ घर आगे पहुँच गलु ये भीतर देख पड़े सेठी अच्छी घर तो जीवा से शूट करिया आगे दादन जाऊँ दी जन सॉरी एपटे मालिक एपटे दादन मु दादन अच्छी चलो जीवा काम करिया देखी पड़े पूरा गली भीतर गली 18 नला गली इटा जीवन ने एत छोट पार्किंग देखी एत बड़ गेट बुलेट गोटे थुआई आउ एंट्री गेट चलो छानू टेंशन आउ आनंद भी हूँ ठाकुर घर ठाकुर घर सब आनंद अच्छे बहुत कनसेप्ट जगह अच्छी से सी सार सब जिन जी बाहरी सांग जगह केमती लगुच बढ़िया ना कंजी स्ट्रीट जगह चलो करिया तो देखी पड़े क्लाइंट आसी ना आम बस गाड़ी में बसिक आइसक्रीम खाऊ पछे आनंद बाबू बस तो आम आइसक्रीम खाई जीवु क्लाइंट आसिले फोटो उठेबू सब बेले आम लेट ही हुए आम फास्ट के कम सरबनी आमर हाँ चल खाइलु बाय बाय बर आमको अपेक्षा कर रही कैमरा लगी निजे ठिया ये बरा आमको अपेक्षा कर रही चल आम जा कम करिया देख आम पिला भी रेडी है सीरियस डिस्कशन चलछि बर भी रेडी बर सांग मान सब आसीगले आगे से लेके पहनो भाई हम लाइट धरिकी कष्ट पाँच गोटे कैमेरामैन से भीतर से पटे तरकार अच्छी प्रभात लाइट धरते देखते ये आनंद पात्र ये कैमेरा जो झरका बाटे आम शो चल आम देखिए जापारे कि पिला कौभा कष्ट कर कम नागर प्रभात से हाथ गाड़ी स्ट्रीट लाइट भाई हाथ देखी देती आम तो ग्रूम तले बस श्रीमद पंकज विष्णु हरि वायु पुओ रेडी है बाहरी आम आंजुड़ी नब बर बस पहला गाड़ी में बाहर जीव आम भी बाहर जीव क्या सालेपुर तो बाहर जाए चलो गाड़ी में कथा सो आम ए बाहरी गलु जाऊँ शिशुआ छक सालेपुर देन सेठी जाइए पहुँचिक काम स्टार्ट हम फास्ट आम जाऊँ झील घर को गला से झीर किसी कैंडिडेट फिक्स नहीं देन आम पलि आसा भारत पाखक देन 12 शॉट नवा
ଆମେ ଏବେ ଯାଉଥିଲୁ ବାଟରେ ତ ଦେଖିଲୁ ସନ୍ଧ୍ୟାବେଳ ଟାଇମ୍ରେ ଯଦି ନ ଖାଇବୁ କିଣା ତାହେଲେ ରାତିରେ ହଇରାଣ ହେବା କଥା। ତ ଆମେ ପଳାଇଲୁ ଜଳଖିଆ ଖାଇବା ପାଇଁ ଗୋଟେ ସାଉଥ୍ ଇଣ୍ଡିଆନ୍ ଭୋଜନାଳୟ ଆସିଛୁ, ଖାଇକି ଯିବୁ ଆଉ। ଦେଖିବୁ ଏତେ ଆମ ପିଲାଙ୍କୁ ଦେଖୁଥିଲେ। ଆନନ୍ଦ ବାବୁ, ଆପଣ ଡେଲି ଏ ରାସ୍ତାରେ ଯିବା ଆସିବା କରନ୍ତି, ଆପଣ ଜାଣିନଥିଲେ? ମୁଁ ଦେଖିକି କହିଲି ବୋଲି ଆପଣ ଜାଣିଲେ। ତମେ ଖାଲି କ'ଣ କହିଲ, ଯିବା ଆସିବା ଖାଲି ପଟା ମୁଣ୍ଡେଇ ହିଁ ଦେଖିଛ ଖାଲି, ଆଉ ସେକେଣ୍ଡ ହାରିବାକୁ ଦେଖିଛ ବୋଲି। ଏବେ ପନିର ଦୋସା ଆସିଗଲା, ମୁଁ ଯାଇ ଖାଇଦିଏ ପୁଣି ବାହାରିବୁ। ତ ଏବେ ଆମେ କ'ଣ କଲ ଜଳଖିଆ ଖାଇକି ଆସିଗଲୁ। ଜଳଖିଆ କେମିତି ଥିଲା? ଟେଷ୍ଟି ଟେଷ୍ଟି। ତ ଚାଲ ପଛରେ ଦେଖୁଛେ, ଭଲ ଦୋକାନଟା ସାଲେପୁର ଗଲା ରାସ୍ତାରେ ବି ପଡ଼େ। ଚାଲ ଯିବା ଆଉ କାମ କରିବା ପାଇଁ, ସେପଟେ କାମ ଟାଇମ୍ ହେଇଗଲାଣି, ବାହାରି ଯିବା ଆମେ। ଏବେ ଝିଅ ଘର ମଣ୍ଡପରେ ପହଞ୍ଚିଗଲୁ। ଝିଅ ଘର ଏଣ୍ଟ୍ରି ଗେଟ୍। ଆଉ ମୋ ସାଙ୍ଗରେ ଅଛନ୍ତି ଆନନ୍ଦ ବାବୁ, ଆଗରେ ସାନ ବାବୁ ଗଲେଣି। ଖାଲି ଝିଅର କ୍ୟାଣ୍ଡିଡ୍ ଫଟୋ ଉଠେଇ ଦେଇ ପଳେଇବୁ ଆଉ ଏଠୁ। ଅଲରେଡ଼ି ତାଙ୍କର ଏଠି ସୁଟ୍ ଚାଲିଛି, ଆମେ ସିଙ୍ଗିଲ୍ ଫଟୋ ନେବା, ଏମିତି କିଛି ଅଛି ଆଉ। ବ୍ରାଇଡ୍ର ସୁଟ୍ ହେଉଛି। ବଢ଼ିଆ ଅଛି ସେନ୍ସ ଅଫ୍। ବ୍ରାଇଡ୍ର ସୁଟ୍ ନେଇଗଲୁ, ଏବେ ଯାଉଛୁ ଆମେ କାର୍ ପାଖକୁ, ଯାଇକି କ୍ୟାମେରା ଫ୍ୟାମେରା ବାହାର କରି ବରଯାତ୍ରୀ ପାଖକୁ ପୁଣି ଯିବାର ଅଛି। ଡାଇରେକ୍ଟ ଦେଖା ହବ ବରଯାତ୍ରୀ ପାଖରେ। ଡିଜେ ଗାଡ଼ି ପାଖରେ ପହଞ୍ଚିଗଲୁ, ଏବେ ଏଠି ସୁଟ୍ ହବ ଆଉ। କିଛି ବି ବ୍ଲଗିଂ ବନ୍ଦ ହବନି। ଆମେ ଏବେ ବ୍ୟାଗ୍ ପତ୍ର ନେଇକି ସବୁ ଯାଉଛୁ ଭିତରକୁ। ପୁଅ ପଳେଇଲା ଭିତରକୁ, ଉପରକୁ ଯିବା ଆଉ ବାହାଘର ସୁଟ୍ କରିବା ଆଉ। ଥଣ୍ଡା ପୁରା ଅଲଗା ପ୍ରକାର, ଦେଖୁଛି ମୋ ସବୁ ପୁରା ବ୍ୟାଗ୍ ପତ୍ର ଧରିକି ବୁଲୁଛି। ଚାଲ ଖାଇବା, ସୁଟ୍ କରିବା, ଏଇ ତ ଜିନିଷ ଅଛି ଆଉ। ବାହାଘର ଦେଖିବ ତମମାନେ ଆଉ। ଖାଇବା ପିଇବା ହେଉଛି ସବୁ। ଏଇଟା ହେଉଛି ବେଦି, ଆମେ ଏଇଠି ବସିବୁ। ଆଉ ବ୍ୟାଗ୍ ପତ୍ର ସବୁ ଏଇଠି ରହିଲା। ଏସବୁ ଅଲଗା ଭାଇମାନଙ୍କର ବ୍ୟାଗ୍ ସବୁ ଥୁଆ ହେଇଛି, ତାଙ୍କ ଝିଅ ପଟ ସାଇଡ଼୍ରୁ ଯେଉଁ ଆସୁଛନ୍ତି। ଏପଟେ ଷ୍ଟାର୍ଟର ଏରିଆ, ଏପଟେ ମେନ୍ କୋର୍ସ ଏରିଆ। ଚାଲ ଖାଇଦେବା। ସାନ ବାବୁ ଏଠି ଖାଇଲେଣି, ଚାଲ ଆମେ ବି ଖାଇଦେବା। କ୍ୟାମେରା ହେରିକା ସବୁ ସେଟ୍ ହେଇଗଲା, ଏପଟେ ବାହାଘର ଷ୍ଟାର୍ଟ ହେଲାଣି। ଖାଇ ପିଇ ଦେଇକି ଗଲୁ। ଇଏ ଆମର ଜଣେ ଭାଇ ହେବେ। ହାଇ ଭାଇ, କେମିତି ଅଛ? ଏ ଆଉ ଜଣେ ଅଛନ୍ତି। ଏମିତି ସବୁ ପୂଜା ଚାଲିବ ଏଇଠି ଆଉ। ଏବେ ଦ୍ୱିତୀୟ ବରଣୀ ଚାଲିଛି। ଆଉ ଏଠି ମୋ ସାଇଡ଼୍ରେ ଗୋଟେ ଭାଇ ବସିଛି। ଏଇଠି ଆଉ ଜଣେ ଭାଇ। ତମ ନାଁ କ'ଣ? ସତ୍ୟ। ତମ ନାଁ? ଲବ। ଦୁଇ ଜଣ ଏଇଠି ଝିଅ ପଟ ସାଇଡ଼୍ରୁ ଆସିଛନ୍ତି, ତ ଆମେ ସୁଟ୍ କରିବା ଆଉ ତାଙ୍କ ସାଙ୍ଗେ ବସିକି ଆଉ। ଆମର ଦୁଇଟା ବାଳକ ସାଡ଼େ ଯାଇ ବୁଲୁଛନ୍ତି। ଆଉ କ'ଣ କହିବା, ଏଇ ତ ଜୀବନ ଆଉ। ଆମ ପିଲା ଖାଇ ପିଇ ଦେଇକି ଆଇଲେ, ମୋତେ ଏଇଠି କାମରେ ବସେଇ ଦେଇଛନ୍ତି। ସେ ଗୋଟେ ଖଟରେ ଗୋଡ଼ ହାତ ଲମ୍ବେଇକି ଶୋଇଛି ବାପା ଘର ଭଳିଆ, ଆଉ ଗୋଟେ ଗପୁଛି। ଏଇ ତ ଜୀବନ କରୁଛନ୍ତି ଏମାନେ, ଜାଗା କରୁଛନ୍ତି। ଆଉ ମୁଁ କ'ଣ କରୁଛି ଏଇଠି? ମୁଁ ଦାଦନ ଖଟିବାକୁ ଆଇଛି। ତୁ ଯାଉନୁ, କରୁନୁ।
ଦ୍ୱିତୀୟ ବରଣୀ ଚାଲିଛି ଆମର ଭିଡ଼ିଓ ଫଟୋ ଚାଲିଛି ଆଉ ତେବେ ହାତ ଗଣ୍ଠି ପଡ଼ିବ ଆମେ ହାଇ ମାରୁଛୁ ବସିକି गौर से देखो इस नन्ना को ये हमारे उम्मीदों पे पानी फिर दिया ନନା କ'ଣ ହାତଟାକୁ ପୋତି ଦେଲେ ମୁଁ ସେଇ କଥା କହୁଛି ନା ଗଣ୍ଠି ଖୋଲିବ ବେଣୀ ପିଟେଇବ ହେଲେ ହାତ ଗଣ୍ଠି ପଡ଼ିଗଲା ଆଉ ଏବେ ଡିମାଣ୍ଡ ଫିମାଣ୍ଡ କ'ଣ ଚାଲିବ ବୋଧେ ଲାଗୁଛି ହେଲେ ହେବ ନହେଲେ ନାହିଁ ଘରେ ଖୁସି କରି ଖାଇକି ପଳେଇବେ ଆଉ ଇଜ୍ଜତ କଥା ଆଉ ପୋଜ ଦେବାରେ ବ୍ୟସ୍ତ ସୁନା କାନ ଫୁଲଟିଏ ମିଳିଲା ଆଉ ଆମେମାନେ କହିଲୁ ସୁନା ପିଲା ଭଳିଆ ବସିଛୁ ଆଉ ଗଲାବେଳକୁ ଆମକୁ ଟିକେ ସୁନା ମିଳିଲେ ଆମେ ସେ ସୁନା ଟିକେ ନେଇ ପଳେଇବୁ ନା କ'ଣ ଏଇ ତ ଜୀବନ ଦକ୍ଷିଣ ପବନ ଆଉ ଏବେ ଶଙ୍ଖା ପିନ୍ଧା ହେଲା ତାପରେ ସିନ୍ଦୁର ପିନ୍ଧା ହବ ଏବେ ବରମାଲା ପଡ଼ିଗଲା ଚାଲ ବାହାଘର ବିଶେଷ ହେଇଗଲା ଏବେ କଉଡ଼ି ଖେଳ ହଉଛି ପିଲାମାନେ କପଲ ସୁଟ୍ ସାରିକି ଆଇଲେ କହିଲା ପରେ ବ୍ରାଇଡ୍ ଘର ଦୁଇ ଭାଇ ଆମର ଏଇଠି ଶୋଇଛନ୍ତି ଦେଖିପାରୁଥିବେ ଭାଇ ତମେ ମାନେ କେତେ ବାଟ ଯିବ ଏଇଠୁ କେଉଁଥିରେ ମାନିବାକୁ ପଡ଼ିବ ତୁମକୁ ବିଶ୍ୱାସ କର ବାହାରେ ଗାଣ୍ଡି ପଡ଼ା ଜିତ ଟାଇଟ୍ କରିଦେଇଛ ବଡ଼ ବାବୁ ହାଲିଆ ହେଇକି ଶୋଇ ପଡ଼ିଛନ୍ତି ଏଇଠି ଦେଖିପାରୁଥିବେ ପୁରା ମଲା ମୁର୍ଦାର ଖଣ୍ଡିଏ ଅପରେସନ୍ ଥିଏଟର ତ ପଡ଼ିଛି ଆଉ ଦେଖିଲା 6 ଜଣ ହସ୍ପିଟାଲ ବନ୍ଦ କରୁଛି ସାଙ୍ଗ କୋଉଠି ସାଙ୍ଗ ଏଇଟା ତ କଟା ହେଇଥିଲା ଏଇ ତ ଥୋଡ଼ି ଯାଇଥିଲା ଆଉ ଏବେ ବିଦାୟ ସୁଟ୍ ଷ୍ଟାର୍ଟ ହେଲା ସମସ୍ତେ ରେଡ଼ି ହେଲେଣି ଚାଲ ବିଦାୟ ସୁଟ୍ ସାରିଆ ଘରକୁ ଯିବା नहीं सैला सब काम गाड़ी बाहरला सब टाटा बाबा रिसीव हो गला तो फाइनली आम काम ए सैला आम पुणी रिसेप्शन में देखा तो केमती लगला आज दिनटा आज तुम देह खराब होगी ଶୋଇଥିଲି ଆସିକି ବାବୁ ସମ୍ଭାଳୁଥିଲେ ମୁଁ ସମ୍ଭାଳୁ ନଥିଲି ସି ସମ୍ଭାଳୁଥିଲା ତୁ ବସିଥିଲୁ ଓହୋ ମୁଁ କାମ କରୁନଥିଲି ନା ସାଲା କୁକୁର ଗୁଡ଼ା ଯିବା କାଲି ସକାଳ ପୁଣି ମୋର କାମ ଅଛି ଭାରି କାମିକା ଲୋକ ଆଳି ଯିବ ରାଣୀଙ୍କ ପାଖକୁ ତ ଚାଲ ବାଏ ବାଏ ଗୁଡ୍ ନାଇଟ୍ ପୁଣି ଥରେ ଦେଖା ପୁଣି ନୂଆ ବ୍ଲଗ୍ରେ ରିସେପ୍ସନ୍କୁ ଦେଖା ହେବା ତ ସେ ପର୍ଯ୍ୟନ୍ତ ଟାଟା ବାଏ ବାଏ ଗୁଡ୍ ନାଇଟ୍ ସି ୟୁ ଲେଟର୍ ଆଲିଗେଟର୍